नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरि ओम श्री परमात्मने नमः। श्रीमद्भागवत महापुराण द्वितीय स्कंद चतुर्थ अध्याय। चतुर्थे सृष्टिर व्यवस्था। राजा पूछते हरि कथा। ब्रह्मा नारद कथा छले हरिस्मरण सुख बोले। सुत उवाच हेमंत सुख वाक्य शुणी आत्मार तत्व मने गुणी। कृष्ण विषये दृढ़ मन कल्पिला उत्तरानंदन। आत्मा कलत्र सुत गृहे पशुद्रविण बंधु स्नेह। राज्य संपद जेते आस हृदु छाड़िला स्नेह पास। तुम्भे जा पचारिल मते एक था राजा दृढ़ चिते। आत्मनिधन मने स्मरी वेद वचन अनुसरी। कृष्ण विषये दृढ़ चित निश्चय करी परीक्षित। कृष्णर भाव जानिबारे पुणी पूछई यार बारे। राजा परीक्षित उवाच हे सुख तुम्हार वचन कृष्णर जेते गुण कर्म जहा शुणते पाप हरे पवित्र बाह्य आभ्यंतरे। शुणी अज्ञान मोर गला तुम्भ प्रसाद जेणु हेला। से हरि आत्म माया बले सृष्टि संचिले शयले। विष्णुर सर्जिला संसार अन्य देव को गोचर। से कथा जानिबार पाई भूमुनि पुणी मु पूछई। से बहु शक्तिमंत हरि परम पुरुष मुरारी। जेमंते पाली पुण हरे जे काले जेवा शक्ति धरे। आत्मा को आत्मान करी खेला कुहुक मते विष्णु लीला। सृजई पालई संहरे माया त्रिगुण रूप धरे। जेमंते ब्रह्मा विष्णु हर क्रीडन करे दामोदर। विविध रूप ए जगते जेमंते करे क्रीड़ा अर्थे। अद्भुत कर्म ए ताहार के करि पारिब गोचर। केमंते प्रकृतिर गुणे सृष्टि संचारे पुण पुणे। सर्व संचारे एक बारे किए अवा पृथक व्यवहारे। एक अनेक रूप धरे अशेष जन्म कर्म करे। एणु श्रवणे इच्छा मोर कह हे व्यासंक कुमार। शबद ब्रह्म तत्व साधि तुम्पर परम समाधि। हे महामुनि भागवत श्रवणे पिया अमृत। सुत उवाच हेमंत परीक्षित कथा पुरुषोत्तम गुण गाथा। शुणी आनंद व्यास सुत हरिचरणे देई चित। ध्यान से चिंती नारायण बोइले परीक्षित शुण। श्री सुख उवाच
ନମସ୍ତେ ପରମ ପୁରୁଷ ଅନନ୍ତ ଘଟେ ଯା ପ୍ରକାଶ ଲୀଳା ବିହାରେ ସୃଷ୍ଟି করে ପାଳଇ ପୁଣି ତା ସଂଘରେ ହେଳେ ତିନି ଶକ୍ତି ଧରେ ଜନ୍ତୁର ଅନ୍ତରେ ବିହରେ ତେଣୁ ତା ମାର୍ଗ ଉପଲକ୍ଷ କରିବ କାହାର ବାସକ୍ୟ ନମସ୍ତେ ଜଗତ ଜୀବନ ସାଧୁଙ୍କ ବୃଜିନ ଦହନ ଅସାଧୁ ଦମନ ବ୍ୟବହାର ଅଖିଳ ଜନ୍ତୁ ରୂପ ତୋର ପରମ ହଂସଙ୍କ ଆଶ୍ରମେ ଯେ ଅବସ୍ଥିତ ପ୍ରାଣୀମାନେ ତାହାଙ୍କ ଆତ୍ମତତ୍ତ୍ୱଦାତା ନିରତେ ତର ପାଦେ ଚିନ୍ତା ନମସ୍ତେ ସ୍ୱାତ୍ୱତ ବତ୍ସଳ କୁଯୋଗୀ ଗଣେ ଅଗୋଚର ସମେ ପ୍ରକାଶ ସର୍ବଠାରେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ ଐଶ୍ୱର୍ଯ୍ୟ ପରମ କାରଣ ଯେ ନିତ୍ୟ ସ୍ୱଧାମ ଧାରଣ ଜାନାମ ଶ୍ରବଣ କୀର୍ତ୍ତନ ଚାରୂପ ଦେଖିଣ ନୟନ ନ ମିଳେ ଯାହାର ଚରଣ ସ୍ମରଣ ପୂଜା ସମର୍ପଣ ଜନ୍ତୁ କଳ୍ମଷ ନାଶଇ ଯେ ସର୍ବ ମଙ୍ଗଳ ବୋଲାଏ ଯେ ହରି ଶରଣ ସୋଦର ତାହାଙ୍କୁ ମୋର ନମସ୍କାର ପଣ୍ଡିତ ଜନ ଚାର ପାଦେ ସେବା ସମ୍ପାଦେ ଅପ୍ରମାଦେ ଆତ୍ମାର କଳ୍ମଷ ନାଶନ୍ତି ଜନ୍ମ ମରଣେ ନ ଡରନ୍ତି ଆତ୍ମାର ଶ୍ରମ କରି ଶାନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି ସର୍ବମଙ୍ଗଳ ଦାମୋଦର ତାହାଙ୍କୁ ମୋର ନମସ୍କାର ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦି ଏ ସଂସାରେ ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରାଧି ଏଣୁ ଅର୍ଜନ୍ତି ଯେତେ ଫଳ ତତେ ନ ସମର୍ପି ନିଷ୍ଫଳ ସୁଭଦ୍ର ଶ୍ରବା ନାମ ଯାର ତାହାଙ୍କୁ ମୋର ନମସ୍କାର କିରାତ ହୁଣ ଆନ୍ଧ୍ର ଯେତେ ପୁଳିନ୍ଦ ଚଣ୍ଡାଳ ସମେତେ ଆଭିର କଙ୍କ ଯେ ଯବନ ଏ ଆଦି ଯେତେ ଅନ୍ତ୍ୟଜନ ଦୁଷ୍କୃତ କର୍ମ ଯେ କରନ୍ତି ଯାପାଦ ଆଶ୍ରିତେ ତରନ୍ତି ସର୍ବପ୍ରଭବଶୀଳ ଯେହି ତା ପାଦ ପଦ୍ମେ ମୁନମୟୀ ସେ ହରି ଜଗତ ଜୀବନ ଆତ୍ମଜ୍ଞାନୀଙ୍କ ଆତ୍ମଧନ ଏ ତିନି ବେଦ ଯାର ଦେହ ଯେ ଧର୍ମମୟ ତପମୟ ନିର୍ମଳ ଚିତ୍ତେ ଯୋଗୀ ଜନେ ବ୍ରହ୍ମା ଶଙ୍କର ହନୁମାନ ନାନା ପ୍ରକାରେ ଧ୍ୟାନ ଚିନ୍ତି ଯା ରୂପ କେହି ନ ଦେଖନ୍ତି ଯେ ଲକ୍ଷ୍ମୀପତି ଯଜ୍ଞପତି ଯେ ପ୍ରଜାପତି ଜ୍ଞାନପତି ଯେ ଲୋକପତି ଧରାପତି ଯାଦବ ବଂଶପତି ଗତି
ସାଧବ ଜନଙ୍କର ପତି ପ୍ରସନ୍ନ ହୁଅନ୍ତୁ ମୋ ପ୍ରତି। ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସମାଧିର ଜଳେ। ବୁଦ୍ଧି କି ପ୍ରକ୍ଷାଳନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ସଗୁଣ ନିର୍ଗୁଣ ବିଚାରେ କହନ୍ତି ଅଯଥା ଅନୁସାରେ। ସେ ହରି ମୋର ହୃଦଗତେ ପ୍ରକାଶ ହେଉ ଅବିରତେ। ଯାହାର ଆଜ୍ଞା ପରମାଣେ ଭାରତୀ ଆସି ତତକ୍ଷଣେ। ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ। ସୃଷ୍ଟି ବିଷୟ ଜ୍ଞାନ ଦେଲା ମୁଖେ ଗାୟତ୍ରୀ ଉଚାରିଲା। ନମସ୍ତେ ବ୍ୟାସ ରୂପ ହରି ହୃଦୟେ ବସ କୃପା କରି। ମହଦ ଆଦି ପଞ୍ଚଭୂତେ ଜନ୍ତୁ ପିଆଇ ଏ ଜଗତେ। ଜନ୍ତୁଙ୍କ ହୃଦୟ କମଳେ ଯାର ଆସନ ସୁଖ ଭଳେ। ଗୁଣ ସମୂହ ସୁଖେ ଭୁଞ୍ଜେ ଷୋଡ଼ଶାତ୍ମକ ରୂପେ ରାଜେ। ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦେ ପଦେ। ନମଃ ବ୍ୟାସ ମୁନିବର କୃଷ୍ଣେ ଆକୁଣ୍ଠ ବୁଦ୍ଧି ଯାର। ଯା ମୁଖ ପଦ୍ମ ଅଜ୍ଞାନ ରସେ ମୁନିଏ ପିବନ୍ତି ହରସେ। ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ। ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସନ୍ନେ କହିବି ମୁଁ ତୋତେ। ଏ ବାଣୀ ଶୁଣି ସୁଖ ଭଳେ ପ୍ରାଣୀ ନିସ୍ତର ଭବ ଜଳେ। କହ ଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ଶୁକସ୍ତୁତିର୍ନାମ ଚତୁର୍ଥୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓମ୍।